ମୋ ନାଁ ହେଲା ମାନସ ମହାପାତ୍ର ଦ୍ୱିତୀକେଶ୍ୱର ମହାଦେବ ସେବାସୀ ଉଗ୍ରେଶಂ च ଧବଳେଶ୍ୱର ପ୍ରତିଦିଶଂ ଶ୍ରୀ ନୀଳକଣ୍ଠଂ ତଥା ମୁକ୍ତେଶଂ କପିଳେଶ ବିଜୟତେ ଶ୍ରୀ ଲଡ୍ଡୁକେଶ ପ୍ରଭୁ ତତଃ ପଶ୍ଚାତଂ ମଧୁ ଦୂତି ଫୁଲ ଗତିକା ସିଂହେଶ୍ୱର च ଶ୍ରୀନବଦୁର୍ଗେ ଦ୍ୱାଦଶ ଅର୍ଦ୍ଧମହି ଶ୍ରୀ ସୋମନାଥಂ च ପୁନଃ ପୁନଃ। ଏ ହେଲା ନୟାଗଡ଼ ଜିଲ୍ଲାର ସର୍ବବୃହତ ପାହାଡ଼ ଶୁଳିଆ ପର୍ବତ। এই ଶୁଳିଆ ପର୍ବତର ପାଦଦେଶ ଇଏ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ଜାମୁପାଟଣା ଠାରେ ବାବା ତ୍ରୟୋଦଶ ଶତାବ୍ଦୀର ଘଟଣା। କିଛି ଆଦିବାସୀ ଝିଅ ଗୋଟେ ବାରାଡି ବୋଲି ଗାଁ ଥାଏ, ସେ ଗାଁର କିଛି ଆଦିବାସୀ ଝିଅ ଜଙ୍ଗଲକୁ ପିଠଳ ଯୋଉ ମାଟି ଆଳୁ କହନ୍ତି ତାକୁ ଖୋଳିବାକୁ ଆସିଥିଲେ। ତମଧ୍ୟରୁ ଦ୍ୱିତୀୟ ନାମକ ଝିଅରେ ଦେଖିଛି ବାବାଙ୍କ ମସ୍ତକ ଉପରେ ଲିଙ୍ଗ ଉପରେ ଗଛଟେ ହେଇଛି, ପିଠଳ ଗଛଟିଏ, ତାକୁ ସେ ଖୋଳିବାକୁ ଯାଇଛି। ଖୋଳିବା ସମୟରେ ବାବାଙ୍କ ମସ୍ତକ ଉପରେ ଆଘାତ ବାଜିଛି, ସେ ଆଘାତରୁ ରୁଧିର ରକ୍ତସ୍ରାବ ହେଇଛି। ସେ ରକ୍ତକୁ ଦେଖିକି ଝିଅଟା ଆଶ୍ଚର୍ଯ୍ୟ ହେଇଛି ଏବଂ ବହୁତ ଚିତ୍କାର ପାଟି କରିଛି ଏବଂ ସେନ୍ସେଲେସ୍ ଅଚେତ ହେଇଯାଇଛି। ତା ପାଟି ଶୁଣିକି ତାର ଅନ୍ୟ ସହଯୋଗୀ ଝିଅମାନେ ଦୌଡ଼ିକି ଆସିଛନ୍ତି, ଘଟଣାକୁ ଦେଖିଛନ୍ତି, ରକ୍ତଟା କାହିଁ ବାହାରିଲା ତଦାରଖ କରୁଛନ୍ତି। ସମସ୍ତ ମନରେ ସନ୍ଦେହ ଥିଲା ଯେ କୌଣସି ଜୀବଜନ୍ତୁ ସାପ ହଉ କି ବେଙ୍ଗ ହଉ ଗୋଧି ଜୀବଜନ୍ତୁ ବାଜିକି ରକ୍ତ ବାହାରିଛି କି, ସ୍ପଟ ଆଡ଼େଇଛନ୍ତି, କିନ୍ତୁ ତାହା ନଥିଲା, ଗୋଟେ ପଥର ରକ୍ତସ୍ରାବ ହୋଇଛି। ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। ଏ ଘଟଣା ଚାରିଆଡ଼େ ଲହରୀ ଖେଳି ଯାଇଛି ଏବଂ ତତ୍କାଳୀନ ସମୟରେ ବଘେଲ ବଂଶର ନୟାଗଡ଼ ରାଜା ଥିଲେ, ବାଘୱାନ ନୟାଗଡ଼ ରାଜା ଥିଲେ ସୂର୍ଯ୍ୟମଣି ସିଂହଦେବ ଏବଂ ଚନ୍ଦ୍ରମଣି ସିଂହଦେବ ଦୁଇ ଭାଇ ଶାସନ କରୁଥିଲେ। ବଡ଼ ଭାଇ ସୂର୍ଯ୍ୟମଣି ସିଂହଦେବଙ୍କୁ ସ୍ୱପ୍ନରେ ସେ ହେଇଛି ଯେ ମୁଁ ଶୁଳିଆ ପାହାଡ଼ର ସେ ଜାମୁପାଟଣା ଠାରେ ମୁଁ ବାହାରିଛି, ମୋତେ ତୁ ଉଦ୍ଧାର କରେ। ବାବା ତତ୍କ୍ଷଣାତ ପାଲିଙ୍କିରେ ଦୌଡ଼ିକି ଆସିଛନ୍ତି, ରଜା ଦେଖିଛନ୍ତି, ରଜା ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ପଥର ରକ୍ତ ବାହାରିଲା କାହିଁକି। ରାଜା ହିଁ ନିଜେ ସ୍ପଟ ଆଡ଼ିଛନ୍ତି ରକ୍ତର ସନ୍ଧାନ କରିବା ପାଇଁ, କିନ୍ତୁ କୌଣସି ସନ୍ଧାନ ମିଳିନଥିଲା, ପଥର ରକ୍ତସ୍ରାବ ହେଇଥିଲା। ରଜା ହିଁ ପ୍ରଥମେ ମାନସିକ ରଖିଥିଲେ ଯେ ତମେ ଏଠି ଯେକୌଣସି ଦୈବୀ ଶକ୍ତି, ବ୍ରହ୍ମଶକ୍ତି, ଶିବଶକ୍ତି ଯିଏ ଅଛ, ମୁଁ ଯାହା ଭାବୁଛି ମୋ ମନର ମନସ୍କାମନା ପୂର୍ଣ୍ଣ କରନ୍ତୁ, ମୁଁ ଆପଣ ଠାକୁରଙ୍କୁ ପ୍ରତିଷ୍ଠା ଲାଭ କରିବି। ରାତି ପାଇଛି ଯେମିତି ରାଜାଙ୍କ ମନସ୍କାମନା ପୂର୍ଣ୍ଣ ହେଇଛି। ଆଉ ରାଜାଙ୍କ ସ୍ୱପ୍ନାଦେଶ ଅନୁସାରେ ଇଏ ପଶ୍ଚିମମୁଖୀ ଶିବ। ରାଜା ସ୍ୱପ୍ନାଦେଶ ଥିଲା ଯେ ମୋତେ ପଶ୍ଚିମମୁଖୀ ରଖିବୁ, ପଶ୍ଚିମ ଇଏ ବାବା ଦ୍ୱିତୀକେଶ୍ୱର ମହାଦେବ ପଶ୍ଚିମାମୁଖୀ ଶିବ। ଯିଏ ଝିଅଟେ ପିଠୋଳ ଖୋଲୁଥିଲା ତା ନାଁ ଦୂତି, ନାଁରୁ ଦ୍ୱିତୀକେଶ୍ୱର ମହାଦେବ ଦିଆହେଇଛି ଇଏ। ଏବଂ ରାଜା ସଙ୍ଗେ ସଙ୍ଗେ ମନ୍ଦିର ପୂଜା ପାଇଁ 98 ଏକର ଜଙ୍ଗଲ ପାହାଡ଼ ପର୍ବତ ବିଲ ଖଞ୍ଜିଥିଲେ ଏବଂ ଆମେ ସେବାସୀମାନେ ଆମ ବାପା ଜେଜେବାପା ଆମେ ପୂଜା କରି ଆସୁଛୁ। ଠାକୁର ନୀତିକାନ୍ତି ହେଲା, ସକାଳ 4:30 ମନ୍ଦିର ଖୋଲିବ। ଖୋଲିବା ପରେ ଠାକୁରଙ୍କର ପ୍ରଥମେ ପଞ୍ଚାମୃତ ସ୍ନାନ ହେବ, ଶୁଦ୍ଧୋଦକ ସ୍ନାନ ହେବ ଏବଂ ବଲ୍ଲଭ ନୀତି ହେବ, ବଲ୍ଲଭରେ ଆଳତି ହେବ। ସକାଳ 7ଟା ଭିତରେ ଏ କାର୍ଯ୍ୟ ସମ୍ପାଦନ କରାଯିବ। ଦିନ 11ରେ ଶଙ୍କୁଡ଼ି ଭୋଗ, ଅରୁଆ ଖେଚୁଡ଼ି ଡାଲମା ଭୋଗ ହେବ। ରାତିରେ ପୁଣି ସନ୍ଧ୍ୟା 6ଟା ସୂର୍ଯ୍ୟ ଅସ୍ତ ହେଲା ପରେ ଖେଚୁଡ଼ି ଡାଲମା ପୂଜା ହେବ ଏବଂ ଆଳତି ନୀତି ହେବ। ସକାଳ 6ଟା ପୂର୍ବରୁ ଖୋଲିବ, ସନ୍ଧ୍ୟା 6 ପରେ ମନ୍ଦିର ବନ୍ଦ ହେବ। ଇଏ ଠାକୁର ନୀତିକାନ୍ତି। ଆଉ ଏଇ ମନ୍ଦିରରେ ପଶ୍ଚିମମୁଖୀ ବାବା ଦ୍ୱିତୀକେଶ୍ୱରଙ୍କ ଏ ତନ୍ତ୍ରପୀଠ, ଏଠି ଦୈନିକ କ୍ଷୀରାଭିଷେକ, ରୁଦ୍ରାଭିଷେକ, ଚଣ୍ଡୀବାର ସଦାସର୍ବଦା ଲାଗି ରହୁଛି, ସଦାବେଳେ ଜନଗହଳି ରହୁଛି। ଏହାର ମୁଖ୍ୟ ପର୍ବ ହେଲା କାର୍ତ୍ତିକ ପୂର୍ଣ୍ଣିମା ବାରଡ଼ି ଯାତ୍ରା। ଯେଉଁ ବାରାଡି ଗାଁର ଝିଅ ପିଠୋଳ ଖୋଲୁଥିଲା ତା ନାଁରେ ବାରଡ଼ି ଯାତ୍ରା ନାମ ବିକ୍ଷିତ ଅଛି। ସବୁଠୁ ବଡ଼ ପର୍ବ ଏବଂ ମାଘ ପୂର୍ଣ୍ଣିମା ସପ୍ତମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଯଜ୍ଞ ଅନୁଷ୍ଠିତ ହେବ, ଜାଗର ଯାତ୍ରା, ବୋଲବମ୍ ଏବଂ ପ୍ରତ୍ୟେକ ଦିନ ହିଁ ଏଠି ଜଳାଭିଷେକ, ରୁଦ୍ରାଭିଷେକର ଗହଳି ଲାଗି ରହିଥାଏ। ଭକ୍ତମାନଙ୍କ ବିଶ୍ୱାସ ରହିଛି ବାବା ଦ୍ୱିତୀକେଶ୍ୱରଙ୍କୁ ଆମେ ଯଦି କିଛି ନୂଆ ଗୁଆ ନଡ଼ିଆ ବସିବା, ମାନସିକ ରଖିବା, ମନରେ ଯାହା ଭକ୍ତି ବିଶ୍ୱାସ ସହ ଏହା ଠାକୁରଙ୍କୁ ଡାକିବା, ଠାକୁର ମନସ୍କାମନା ପୂର୍ଣ୍ଣ କରିବେ। ଏହି ଆଶା ବିଶ୍ୱାସ ନେଇକି ଏ ଭକ୍ତକୁ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରୁ ଲୋକମାନେ ଆସୁଛନ୍ତି। ଏଠି ଗୋଟେ କ୍ୟାନ୍ସର ରୋଗୀ ଆସିଥିଲା, ତା ରୋଗ ଡକ୍ଟର ତାଙ୍କୁ ରେଫର କରିଦେଇଥିଲେ, ତାଙ୍କୁ ଭଲ ହେଉନଥିଲା। ଏଇଠି ଆସିଥିଲା ଗୁହାରିଆ ପଡ଼ିବା ପାଇଁ। ଆମେ ତାକୁ କ୍ୟାନ୍ସର ରୋଗୀ ହିସାବରେ ତାକୁ ଚାଲି ପାରୁନଥିଲା, ତାକୁ ରକ୍ଷା ନାରାଜ ଥିଲୁ, କିନ୍ତୁ ସେ ଲୋକଟି ପାହାଡ଼ ଉପରେ ଠାକୁରଙ୍କ ଦୈନିକ ବେଲପତ୍ର ପାଦଟେ ପାଇ ରହିଥିଲା, ସେ ଭଲ ହେଇଯାଇଥିଲା। ଇଏ ଯିବା ପରେ ଏଇଟାକୁ ସାଇଣ୍ଟିଷ୍ଟ ମାନେ ଜନ୍ମ ଜଣେ ଟେରିମାକ୍ ବୋଲି ଜଣେ ସାଇଣ୍ଟିଷ୍ଟ ଆସିଥିଲେ ଯେ କାହିଁକି ଭଲ ହେଲା, କେମିତି ଏଇଟା ଭଲ ହେଲା। ଠାକୁରଙ୍କୁ ପାଦୁକ ସର୍ଭେ କରିଥିଲେ, ତାକୁ ନିରୀକ୍ଷଣ କରି ତାଙ୍କ ଡକ୍ଟର ପ୍ରୋସେସ୍ ଅନୁସାରେ ତାକୁ ନିରୀକ୍ଷଣ କରିଥିଲେ, କୌଣସି ସୁଫଳ ମିଳିନଥିଲା, ସେ ରୋଗ ଭଲ ହେଇଥିଲା। ଏଇଠି ସଦାବେଳେ ଆମର ମନ୍ଦିର ପାଖରେ ଗୁହାରିମାନେ ଅନୁସରଣ କରି ରୁହନ୍ତୁ। କିଏ ଜିଭ, କିଏ ବେକ, କିଏ ଅଣ୍ଡ କୋଷ କାଟି ବିଭିନ୍ନ ଗୁହାରି ପଡ଼ନ୍ତି। ଏଠି ମୁଖ୍ୟ ହେଲା ଯାହାର ବାହାଘର ପରେ 7 ବର୍ଷ ହେଇଯାଇଥାଏ କି 10 ବର୍ଷ ହେଇଥାଏ, ସନ୍ତାନ ସହିତ କିଛି ନଥାଏ, ଏଠି ମା ମାନେ ଆସନ୍ତି। ମାଙ୍କ ପାଖରେ, ମା ପାର୍ବତୀଙ୍କ ପାଖରେ କିଛି ପଥରରେ ମାନସିକ ରଖନ୍ତି, ଯାହାକି 99% ଆମର ବିଶ୍ୱାସ ସତ ହେଉଛି ଲୋକମାନେ ଆସନ୍ତି। ଆଉ ଏଠା ସଦାବେଳେ ଗହଳି ମଧ୍ୟ ଲାଗି ରହୁଛି। ଏ ବିଶ୍ୱାସ ନେଇ ଭକ୍ତ ବାବା ପଶ୍ଚିମମୁଖୀ ଶିବ, ଏ ବିଶ୍ୱାସ ନେଇ ବାବା ସଦାବେଳେ ଗହଳି। ଏମିତି ଗୋଟେ ଲୋକ ମନ୍ଦିରରୁ ଆସିଛି ଗୁହାରିଆ ପଡ଼ିବା ପାଇଁ, ରାତି ରହିଛି। ସକାଳ ପାଇଲା ବେଳକୁ ସେ ଯେଉଁ ଲୁହା ପାତିଆ ଘୋଡ଼ି, ଠାକୁର ଯେଉଁ ଚଉତଳରୁ ଲୁହା ପାତିଆରେ ଆଣିଛି, ତାକୁ ପଥରରେ ଘୋଡ଼ି ତାକୁ ଦାଢ଼ କରିଛି। ଦାଢ଼ କରିବା ପରେ ତା ବେକଟାକୁ ପୁରା ପୋଛିକି କାଟି ଦେଇଛି। ସେ ଏଭଳି ଭାବରେ କାଟିଥିଲା, ଆମେ ସମସ୍ତେ ପିଲା ଥିଲୁ, ଆମ ଜେଜେବାପା ମାନେ ବାପା ମାନେ ଆସୁଥାନ୍ତି, ଆମେ ଦେଖିଛୁ ଦେଖିଛୁ
से पादटाକୁ ଯାହା ଦିଆଗଲା ତା ଘଣ୍ଟି ଗର୍ଭକୁ ନ ଯାଇକି ଏପଟ ସବୁ ବେକବାରେ ବାହାରି ଆଇଲା। ସଙ୍ଗେ ସଙ୍ଗେ ଆମର ବରିଷ୍ଠ ସେବାୟତମାନଙ୍କ ଦ୍ୱାରା ବ୍ରାହ୍ମଣଙ୍କ ପରାମର୍ଶ ନିଆଗଲା। ନିଆଯିବା ପରେ ଅଷ୍ଟଗନ୍ଧ ଚନ୍ଦନ ଅଣାହେଲା, ତାକୁ ଲେପନ ଦିଆହେଲା। ଖଣ୍ଡିଆ ଖୁଣା ହୋଇନଥିବା ନିଖୁଣ 108 ବେଲପତ୍ର ଦିଆଯାଇଥିଲା। ଦିଆଯାଇ ଗୋଟେ ନୂଆ ଗାମୁଛା ବେକରେ ଗୁଡ଼ା ଯାଇଥିଲା। ଆମେ ଦେଖିଛୁ 7 ଦିନ ପରେ ସେ ବେକରେ ଚିହ୍ନବର୍ଣ୍ଣ କିଛି ନଥାଏ, ସବୁ ଦାଗରେ ପଡ଼ିଥାଏ। ତାପରେ ସେ ଭକ୍ତଟି ଭଲ ହୋଇ ମାନସିକ ପୂର୍ଣ୍ଣ ହୋଇଯାଇଥିଲା। ଆଉ ଗୋଟେ ଭକ୍ତ ଆସିଥିଲା, ଏମିତି ସକାଳେ ପାଇଛି, ସକାଳେ ପାଇଲା ବେଳକୁ ସେ ନିଜ ଅଣ୍ଡଟା ମୋତେ କାଟି ପକାଇ ଦେଇଥିଲା। ତାର ପୁଅ ଝିଅ କିଛି ନଥାଏ, ଠାକୁରଙ୍କ ପାଖରେ ଅଭିମାନ କରି ନିଜ ଅଣ୍ଡଟା କାଟି ପକାଇ ଦେଇଥିଲା। କାଟିବା ପରେ ମୋତେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ବଞ୍ଚିବା ମଧ୍ୟ କ'ଣ କରାଯିବ। ବ୍ରାହ୍ମଣ ବରିଷ୍ଠ ସେବାଦନ ପରାମର୍ଶ ନେଇ ତାକୁ ଉଚିତ ତାକୁ ଠାକୁର ନୀତିରେ ମଣିଷ କାର୍ଯ୍ୟ କରାଯାଇଥିଲା। କିନ୍ତୁ ବାହାଘର ତାକୁ କିଛି ଦିନ ପରେ ତାକୁ ବରପ୍ରାପ୍ତ ହୋଇଥିଲା। ସେ ପୁଣି ଯାଇଥିଲା, ଗଲା ପରେ କହିଲା ପ୍ରଭୁ ମୋର ତ କିଛି ନାହିଁ, ମୋର ହବ ସନ୍ତାନ ହବ କେମିତି। ସେ ପୁଣି ଆସିଥିଲା, ଠାକୁର ମାନସିକ ଥିଲା, କହିଲେ ଯାହା ବି ଅଛି ତୁ ଯା, ତୁ ଘରେ ତ ମନସ୍କାମନା ପୂର୍ଣ୍ଣ ହବ। ଯିବା ପରେ ତାର ଦୀର୍ଘ 13 ବର୍ଷ ପରେ ପୁଅଟି ହେଇଥିଲା ମଧ୍ୟ। ଏ ଠାକୁରଙ୍କ ଆବିଷ୍କାର। ସଦାସର୍ବଦା ଏଠି କାଳକୁ ସର୍ପ ବୁଲନ୍ତି। ବର୍ତ୍ତମାନ ଜନଗହଳିଲା କିଛି ଆସୁନାହାନ୍ତି। ଆଉ ସଦାସର୍ବଦା ଆପଣ ଯେଉଁ ଜରି ଗଛ ଅଛି, ବିରାଟ ବୃକ୍ଷ ଅଛି, ସେ ବୃକ୍ଷ ଉପରେ ମଧ୍ୟ ବିରାଟ ନାଗ ରହୁଛନ୍ତି। ଲିଙ୍ଗ ଉପରେ ଚଢ଼ୁଛନ୍ତି। ଠାକୁରଙ୍କ ପ୍ରସାଦ ପାଦୁକ ପାଣି କ୍ଷୀର ପାଣି ପିଉଛନ୍ତି। ଆମେ ମଧ୍ୟ ଫୁଲ ବେଲ ଆଡ଼େଇଲା ସମୟରେ ମଧ୍ୟ ତା ହସ୍ତ ମଧ୍ୟ ଟିକେ ଦେଉଛି, ଦେଖିନଥାଉ ମଧ୍ୟ। ଏ ବାବାଙ୍କ ମହିମା। ଆପଣମାନେ এই ଚ୍ୟାନେଲ ମାଧ୍ୟମରେ ଯେଉଁ ଭକ୍ତମାନେ ଦେଖୁଛନ୍ତି, ନିଜ ମନରେ କିଛି ଅଭିଳାଷ ଥାଏ, ଆପଣ ଘରେ ବସି ବାବାଙ୍କ ପାଖ ନାମରେ ଗୋଟେ ଗୁଆ ନଡ଼ିଆରେ ବସାନ୍ତୁ କିମ୍ବା ପଠେଇ ଦିଅନ୍ତୁ, ବାବା ପାଖକୁ ପଠେଇ ଦିଅନ୍ତୁ। ଆପଣ ମନସ୍କାମନା ନିଶ୍ଚୟ ଭାବେ ପୂର୍ଣ୍ଣ ହେବ। ପୂର୍ଣ୍ଣ ହେଲା ପରେ ଆପଣ ଆସିବେ ଦର୍ଶନ କରି ଗୋଟେ ମନସ୍କାମନା ଯାହା ଥିବ ତାକୁ ଠାକୁରଙ୍କ ପୂଜାବିଧି କରି ଆପଣ ଯିବେ।